ଶୁଣିବାକୁ ଏବେ ମିଳିଲାଣି ଯେ ସରକାର କହୁଛନ୍ତି କୁଆଡେ 58ଟା କୋଲ୍ଡ ଷ୍ଟୋର ଖୋଲାଯିବ। ପ୍ରଥମେ ଯୋଉ କୋଲ୍ଡ ଷ୍ଟୋର ସବୁ ବନ୍ଦ ହେଇଛି ତାକୁ ଆଗେ ଚାଲୁ କରାଯାଉ, ତାପରେ ଆପଣ ନୂଆ ପ୍ରକଳ୍ପ ବିଷୟରେ ଚିନ୍ତା କରିବେ। ପ୍ରଥମତଃ ଏଠି ହର୍ଟିକଲଚର ଡିପାର୍ଟମେଣ୍ଟର କୌଣସି ଫୋକସିଂ ନାହିଁ ଚାଷୀ ମାନଙ୍କ ପ୍ରତି। ଯଦି ଚାଷୀ ମାନଙ୍କୁ ଉନ୍ନତ କିସମର ବିହନ ଦିଆଯାଆନ୍ତା, ଠିକ ଟାଇମରେ ସେ ଚାଷ କରିପାରନ୍ତେ, ଆଉ ବିଭିନ୍ନ ପ୍ରକାରର ଯୋଉ ଜଳସେଚନର ବ୍ୟବସ୍ଥା କରନ୍ତେ ଆଉ ଜଳସେଚନ ଫ୍ରି ଭାବରେ ତାଙ୍କୁ ଦିଅନ୍ତେ, ତାହେଲେ ସେ ଚାଷ କରିପାରନ୍ତେ। କିନ୍ତୁ ଏବେ ଶୁଣିବାକୁ ପାଉଛି ଆମର ଦେଖିବାକୁ ଗଲେ ଅଲ ଓଡିଶାରେ 191ଟା କୋଲ୍ଡ ଷ୍ଟୋର, କିନ୍ତୁ ବର୍ତ୍ତମାନ ରନିଂ ଅଛି 21ଟା, ପାଖାପାଖି 170ଟା କୋଲ୍ଡ ଷ୍ଟୋର ବନ୍ଦ ଅଛି। ପୁଣି ଶୁଣିବାକୁ ଏବେ ମିଳିଲାଣି ଯେ ସରକାର କହୁଛନ୍ତି କୁଆଡେ 58ଟା କୋଲ୍ଡ ଷ୍ଟୋର ଖୋଲାଯିବ। ପ୍ରଥମେ ଯୋଉ କୋଲ୍ଡ ଷ୍ଟୋର ସବୁ ବନ୍ଦ ହେଇଛି ତାକୁ ଆଗେ ଚାଲୁ କରାଯାଉ, ତାପରେ ଆପଣ ନୂଆ ପ୍ରକଳ୍ପ ବିଷୟରେ ଚିନ୍ତା କରିବେ। ଯେହେତୁ ଯଦି କୋଲ୍ଡ ଷ୍ଟୋରେଜ ଥାନ୍ତା ଆପଣଙ୍କ ପାଖରେ ଆଳୁ ବର୍ତ୍ତମାନ 1,20,000 ପ୍ୟାକେଟ ଆଳୁ ଥାନ୍ତା, ଅର୍ଥାତ୍ ଯୋଉ କହୁଛନ୍ତି 5,000 ମେଟ୍ରିକ ଟନ, ବର୍ତ୍ତମାନ ଏଇ ଯୋଉ ଆଳୁ ସଂକଟ ଦେଖାଦେଇଛି କଣ ସୁବିଧା ହେଇଥାନ୍ତା? ଯଦି ଆମ କତିରେ ଆଳୁ ରହିଥାନ୍ତା ତାହେଲେ କେବେ ବି ସଂକଟ ଦେଖାଯାନ୍ତା, ଲୋକମାନେ ଆଳୁ ପାଇ ପାରିଥାନ୍ତେ। ଏଭଳି ଯୋଉ ଭଳିଆ ରେଟ୍ ହଉଛି 50-60 ଟଙ୍କାରେ, କେବେ ବି ଲୋକମାନଙ୍କ କତିରେ ଏତେ ରେଟରେ ଆଳୁ ସେମାନେ କମ ରେଟରେ ପାଇଥାନ୍ତେ ଆଳୁ। ଆଜ୍ଞା, କିନ୍ତୁ ଆଳୁ ଗୋଟେ କି ଗଛ ତ ଗୋଟେ ଆଳୁ ଗଚ୍ଛିତ ନାହିଁ ଆଜ୍ଞା, ତା ଲୋକମାନେ ହଇରାଣ ତ ହେବେ ନା।